महाब्रह्म महिमा अलेख ब्रह्म शरणम। अनंत सृष्टिर स्रष्टा अलेख ब्रह्म कालत्रୟରେ ଯେଉଁଠାରେ विद्यमान ରହିଅଛନ୍ତି ସେଠାରେ ଶବ୍ଦ ସଞ୍ଚାର ନଥିବାରୁ ନିଶବ୍ଦ ଭୁବନ ବୋଲି କୁହାଯାଇଅଛି। ତାହା ବର୍ତ୍ତମାନର ସ୍ଥିତି ଲାଭ କରିଥିବା ଏହି ପରିଦୃଶ୍ୟମାନ ଚରାଚର ଜଗତର ତିନି ପାଦ ଅଂଶ ଅର୍ଥାତ୍ ଅକଳନା ସମୁଦ୍ର ପ୍ରାୟ ଆଦି ମଧ୍ୟ ଅନ୍ତର୍ବିହୀନ କେବଳ ପରିପୂର୍ଣ୍ଣ ଭାବେ ବିଦ୍ୟମାନ ଥିବା ବିଶୁଦ୍ଧ ଘନ ଚୈତନ୍ୟ ପଦାର୍ଥ ଆକାର ବିକାରହୀନ ନିଦା ବ୍ରହ୍ମ ଏକାକୀ ହିଁ ରହିଥାନ୍ତି। ଏହି ପରିଦୃଶ୍ୟମାନ ଜଗତର ବାରମ୍ବାର ଉତ୍ପତ୍ତି ସ୍ଥିତି ପ୍ରଳୟ ହେଉଥିଲେ ହେଁ ତାହା ବିନାଶ ରହିତ ଶାଶ୍ୱତ ଅବିନାଶୀ ସ୍ଥାନ ଅଟେ। ସେହିଠାରେ ଜନ୍ମ ମୃତ୍ୟୁ ଉତ୍ପତ୍ତି ପ୍ରଳୟ ପାପ ପୁଣ୍ୟ ଭଲ ମନ୍ଦ ଅନ୍ଧାର ଉଜ୍ଜଳ ଛାୟା ମାୟା କାୟା ମାୟା ଆଦି କୌଣସି ପ୍ରକାରର ବିକାରଶୀଳ ଦ୍ୱିତୀୟ ପଦାର୍ଥ ନାହିଁ। ଏଥିଯୋଗୁଁ ସେହି ଶାନ୍ତିପ୍ରଦ ସ୍ଥାନକୁ ପରମ ମୋକ୍ଷଧାମ ନିଗମ ଭୁବନ ବା ଅଭୟ ମଣ୍ଡଳ ବୋଲି କୁହାଯାଏ। ସେ ବିଷୟରେ ଭୀମ ଭୋଇ ଦର୍ଶାଇଛନ୍ତି ଯଥା ଆକୁଳ ଅକୁଳ ମହିମା ସେ ସାଗର ଅଣଖୋଲା ସମସ୍ତ ବେଢ଼ାକୁ ଧରି 24 ହୋଇଲା। ଚଉକତି ବେଢ଼ାଇର ଖିଚି ଏହି ରୂପେ ପ୍ରଭୁ ବିଜେ କରିଛନ୍ତି ଅମନର ଶିଖେ। ବଜ୍ର କବାଟ ଲାଗିଛି ଜାଉଁଳି ରନ୍ଧ୍ରରେ ସ୍ଥିତି ଉତ୍ପତ୍ତି ପ୍ରଳୟ ନପଶେ ତହିଁରେ। ନିର୍ଭୟ ଭୁବନ ସେ ଭୟ ଭ୍ରାନ୍ତି ନାହିଁ କାଳ ଭୟ ରୋଗ ଶୋକ ପଶି ନ ପାରଇ। ବ୍ରହ୍ମ ନିରୂପଣ ଗୀତା। ପ୍ରକୃତ ସୂର୍ଯ୍ୟ ଊର୍ଦ୍ଧ୍ୱାକାଶରେ ବିଦ୍ୟମାନ ଥିଲେ ହେଁ ତାଙ୍କର ପ୍ରତିବିମ୍ବ ଭିନ୍ନ ଭିନ୍ନ ଜଳପୂର୍ଣ୍ଣ ସ୍ଥାନମାନଙ୍କରେ ବିଭିନ୍ନ ଭାବରେ ପରିଲକ୍ଷିତ ହୋଇଥାଏ। ନିର୍ମଳ ଜଳରେ ପରିଷ୍କାର ରୂପେ ତରଙ୍ଗାୟଦି ଜଳରେ ଆନ୍ଦୋଳିତ ଭାବରେ ସ୍ଥିର ଜଳରେ ସ୍ଥିର ହେଲା ପରି ପଙ୍କିଳ ଜଳରେ ଅସ୍ପଷ୍ଟ ଭାବେ ଦେଖାଯାଏ। ତାଙ୍କର ବିକରିତ ଅଂଶୁରାଶି ପୃଥିବୀ ଲୋକକୁ ଆଲୋକିତ କରି ଦିବା ରାତ୍ରିର ବିଭେଦ ସୃଷ୍ଟି କରିଥାଏ। ଏହିପରି ମହାଶୂନ୍ୟ ନିଃଶବ୍ଦ ଭୁବନରେ ଅଲେଖ ବ୍ରହ୍ମ ବିଭେଦ ସଦାସର୍ବଦା ବିଦ୍ୟମାନ ଥିଲେ ମଧ୍ୟ ତାହାଙ୍କ ଆଭାସ ଚୈତନ୍ୟ ବ୍ରହ୍ମମୟ ପଦାର୍ଥ। ତିନି ଲୋକ ଅନ୍ତର୍ଗତ 21 ଭୁବନରେ ସଞ୍ଚରିତ ହେଉଅଛି। ଜାଗିଛନ୍ତି ବ୍ରହ୍ମ ଅଗ୍ନି ଅଲେଖ କୁଣ୍ଡେ ଧାପ ଦେଉଛନ୍ତି 21 ବ୍ରହ୍ମାଣ୍ଡେ। ସକଳ ସ୍ଥାନରେ ସକଳ ଘଟରେ ଏକ ଆତ୍ମା ଏକ ସ୍ୱରୂପରେ ସଞ୍ଚରିତ ହୋଇଥିଲେ ମଧ୍ୟ ତାହାଙ୍କର ପ୍ରତିବିମ୍ବ ଭିନ୍ନ ଭିନ୍ନ ଶରୀରର କାରଣରୁ ଆମର ଚିତ୍ତବୃତ୍ତି ଦ୍ୱାରା ଅନେକ ପ୍ରକାରରେ ପ୍ରତିବିମ୍ବିତ ହେଲା ପରି ଜଣାଯାଏ ଓ ସ୍ଥୂଳ ଶରୀରର ସହିତ ସଂଯୋଗ ବିଯୋଗ ହେତୁ ଜନ୍ମ ମୃତ୍ୟୁର ବିଭେଦ ସୃଷ୍ଟି ହୋଇଥାଏ। ଯେଉଁ ଲୋକମାନଙ୍କର ଅନ୍ତଃକରଣ ବୃତ୍ତିଧାରା ଜାତି ଜାଗତିକ ଭୋଗ ପଦାର୍ଥମାନଙ୍କର ସମ୍ପୂର୍ଣ୍ଣ ଭାବେ ନିମଜ୍ଜିତ ହୋଇଯାଇଛି ସେହି ମଳିନ ବୁଦ୍ଧିଯୁକ୍ତ ଲୋକମାନେ ଆତ୍ମତତ୍ତ୍ୱର ବିଚାରଧାରାକୁ କୌଣସି ପ୍ରକାରେ ବୁଝିପାରନ୍ତି ନାହିଁ। ପୂର୍ବ କର୍ମଜାତ ସଂସ୍କାରକୁ ଯେଉଁମାନେ ବିଷୟାଗତ ପଦାର୍ଥମାନଙ୍କରେ ଅନାସକ୍ତ ମମତା ବିହୀନ ସେମାନେ ଆତ୍ମଜ୍ଞାନ ଅର୍ଜନରେ ଉତ୍ପରତା ହୋଇଥାନ୍ତି। ପ୍ରାଣୀର ଜୀବ ଭାବ ଅବିଦ୍ୟା ପ୍ରସ୍ତୁତ ବୋଲି ଭଲ ଭାବେ ଜାଣି ଚିତ୍ତବୃତ୍ତିକୁ ନିଜ ଆତ୍ମାରେ ନିବିଷ୍ଟ କରି ରଖିଥାନ୍ତି। ସେମାନେ ଦୃଢ଼ ନିଶ୍ଚୟ କରିଥାନ୍ତି ଯେ ପ୍ରତିବିମ୍ବ ଠାରୁ ସୂର୍ଯ୍ୟ ଯେପରି ସମ୍ପୂର୍ଣ୍ଣ ପୃଥକ ଓ ଜଳପୂର୍ଣ୍ଣ ସ୍ଥାନମାନଙ୍କର ସହିତ ସମ୍ପର୍କ ରହିତ
ସେହିପରି ଚୈତନ୍ୟ ପୁରୁଷ ଆତ୍ମା ସକଳ ଶରୀରରେ ଏକ ସ୍ୱରୂପରେ ସଞ୍ଚରିତ ହୋଇଥିଲେ ମଧ୍ୟ ଭେଦ କଳ୍ପନାରୁ ଉତ୍ପତ୍ତି ହେଉଥିବା ଜୀବ ଭାବରୁ ପୃଥକ ଅଟନ୍ତି। ଏହି ଜୀବ ଭାବ କେବଳ ଶରୀର ଜଗତର ଅହଙ୍କାର ଦୋଷରୁ ଅନେକ ଭାବରେ ପ୍ରଭାବିତ ହୋଇଥାଏ ବୋଲି ଜାଣିବାକୁ ହେବ। ସୂର୍ଯ୍ୟଙ୍କ ଠାରୁ ଅଂଶୁରାଶି ଅବିଚ୍ଛିନ୍ନ ଭାବେ ଆକାଶମଣ୍ଡଳକୁ ଭେଦ କରି ଯେପରି ସମଗ୍ର ପୃଥିବୀ ଲୋକରେ ତେଜ ଶକ୍ତି ପରିବ୍ୟାପ୍ତ ହୋଇଥାଏ, ସେହିପରି ଅଲେଖ ବ୍ରହ୍ମଙ୍କର ଆଭାସ ଚୈତନ୍ୟ 21 ଭୁବନରେ ଅନ୍ତରରେ ବାହାରେ ସର୍ବତ୍ର ପରିପୂର୍ଣ୍ଣ ଭାବେ ବିରାଜିତ ରହିଅଛି। ତାହା ଆକାଶଠାରୁ ଅତ୍ୟନ୍ତ ସୂକ୍ଷ୍ମତମ ଓ ଇନ୍ଦ୍ରିୟାତୀୟ ହୋଇଥିବାରୁ ଚକ୍ଷୁ କିମ୍ବା ମନ ବୁଦ୍ଧିରେ ଗୋଚରକୁ ଆସେ ନାହିଁ। ତେଣୁ ଆତ୍ମା ଅଜ୍ଞାନାବୃତ୍ତ ବୁଦ୍ଧିରେ ପ୍ରପଞ୍ଚମୟ ଜଗତ ରୂପରେ ଦେଖାଯାଏ। ଏଠାରେ ନାମ ଓ ରୂପର ବୈଶିଷ୍ଟ୍ୟତା ପ୍ରକାଶ ପାଇଥାଏ। ଏହିପରି ଆତ୍ମା ବିଚାରଧାରାରେ ପରସ୍ପର ଭ୍ରମ ବୁଦ୍ଧି ଉତ୍ପନ୍ନ ହୋଇଥିବା ଯୋଗୁଁ ଅବିଦ୍ୟାଗ୍ରସ୍ତ ମନୁଷ୍ୟମାନେ ଜାଗତିକ ପଦାର୍ଥ ସମୂହକୁ ସତ୍ୟପ୍ରାୟ ମନେ କରିଥାନ୍ତି। ଅନାତ୍ମ ଶରୀରରେ ଆତ୍ମା ବୁଦ୍ଧି କରି ଭ୍ରମରେ ଅନେକ ଆତ୍ମା ବୋଲି ଭାବନା କରିଥାନ୍ତି। ବାସ୍ତବରେ ଏହାର ସତ୍ୟତା ଦେଖାଯାଏ ନାହିଁ। ସତ୍ୟ ହେଉଛି ଏକ, ତାହାର ଅନ୍ୟ ରୂପ ନାହିଁ, ଅନେକ ପ୍ରକାରର ବି ନୁହେଁ। ଆତ୍ମ ବିଷୟକ ଜ୍ଞାନ ଅର୍ଜନ ହୋଇଗଲେ ଅଜ୍ଞାନ ଦୂରୀଭୂତ ହୋଇଯାଏ ଓ ସତ୍ୟ ସ୍ୱରୂପ ଏକାତ୍ମ ଭାବନା ଜାଗ୍ରତ ହୋଇଥାଏ। ପଡ଼ିଛି ତାର କିରଣ ଛପନା କୋଟିରେ ଜାଣ ସକଳ ଘଟରେ ସମ ପୁରିଛି ବିଭେଦ ହେ। ଭୀମ ବହି ଭଜନମାଳା। ଅର୍ଥାତ୍ ସେହି ବ୍ରହ୍ମଙ୍କର ସୂକ୍ଷ୍ମାତି ସୂକ୍ଷ୍ମ ଚୈତନ୍ୟ ସତ୍ତା ଆତ୍ମା ଛପନା କୋଟି ପ୍ରକାର ପ୍ରାଣୀଙ୍କର ଶରୀରରେ ଏକ ସ୍ୱରୂପରେ ସଞ୍ଚରିତ ହୋଇଥିଲେ ମଧ୍ୟ ଶରୀରଜାତ ଭିନ୍ନ ଭିନ୍ନ ବୁଦ୍ଧିରୂପ ଉପାଧି ଭେଦରେ ତାହା ଅନେକ ଭାବରେ ଜୀବଭାବ ଉତ୍ପନ୍ନ ହୋଇଥାଏ। ହେଲେ ମଧ୍ୟ ଆତ୍ମା ହେଉଛି ଏକ, ଅନ୍ତରେ ବାହାରେ ସର୍ବତ୍ର ପରିପୂର୍ଣ୍ଣ। एको ଦେବ ବହୁଧା ବିନିଷ୍ଟ ଅଚାୟନ ମାନ ବହୁଧା ବିଜାୟତେ ମୁହଗଳୋପନିଷେଦ। ସେ ଏକ ବେଦ ପରମାତ୍ମା ଏକ ସ୍ୱରୂପରେ ସ୍ଥିର ରହି ମଧ୍ୟ ଅନେକ ପ୍ରକାରର ପ୍ରବିଷ୍ଟ ଦ୍ୱାରା ଅଜନ୍ମା ରହି ଅଶେଷ ରୂପରେ ପ୍ରକଟିତ ହୋଇଥାନ୍ତି। ତାହାଙ୍କ ଚୈତନ୍ୟରେ ପ୍ରତିବିମ୍ବିତ ହୋଇ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଦେବତା ଗନ୍ଧର୍ବ କିନ୍ନର ଯକ୍ଷ ରାକ୍ଷସ ନର ନାଗ ପଶୁ ପକ୍ଷୀ କୂର୍ମି କୀଟାଦି ଚତୁର୍ବିଧ ପ୍ରାଣୀ ଜଗତ ତଥା ଅଶେଷ ରୂପରେ ଭାସମାନ ହେବା ପରେ ମଧ୍ୟ ଆତ୍ମା ସକଳ ନାମ ରୂପ କୁଳ ଗୋତ୍ରାଦି ଉପାଧିରୁ ମୁକ୍ତ ଅଟେ। ତ୍ରିବିଧ ଶରୀର ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ତାହା ହିଁ ତାଙ୍କ ବର୍ଣ୍ଣ ଚିହ୍ନ ଅଶେଷ ରୂପରୁ ଭିନ୍ନ ସକଳ କର୍ମ ବିଧାନ କରନ୍ତି ନାହିଁ। ଅର୍ଥାତ୍ ତାହାଙ୍କ ଚୈତନ୍ୟ ଅଶେଷ ରୂପରେ ସଞ୍ଚରିତ ହୋଇଥିଲେ ହେଁ ନାନା ପ୍ରକାର ନାମ ରୂପ ଚିହ୍ନ ବର୍ଣ୍ଣ ପ୍ରକାଶ ହୋଇଥିଲେ ମଧ୍ୟ ସେ ସବୁଠାରୁ ପୃଥକ ଓ ବିଲକ୍ଷଣ ପଦାର୍ଥ ଅଟନ୍ତି। କୁମ୍ଭାରଠାରେ ଯେଉଁ ଲକ୍ଷଣମାନ ଥାଏ, ତାହାର ବୌଦ୍ଧିକ ବୁଦ୍ଧିଗତ ପ୍ରେରଣାରେ ମାଟିରୁ ଉତ୍ପତ୍ତି ଲାଭ କରିଥିବା ହାଣ୍ଡି ମାଠିଆ ଘଡ଼ି ପଲମା ଆଦି ଥିବାର ଜଣାଯାଏ ନାହିଁ। କିମ୍ବା ସ୍ତମ୍ଭ ଚକ୍ର ମାଟି ହାଣ୍ଡି ପଲମା ଆଦିର ଲକ୍ଷଣ ତାହା କୁମ୍ଭକାରଠାରେ ଥାଏ ନାହିଁ।
परंतु परस्पर विपरीत लक्षण अटे। जदिच कुंभकार शरीर जड़ पदार्थ मानक समष्टिर निर्मित ओ हांडी माठिया पलमादि संपूर्ण जड़ पदार्थ समष्टिर, तथापि कुंभरठारे आत्मा चैतन्यर प्रतिबिंब जेपरी जीव स्वरूप विद्यमान प्रतिबिंबित होइथाय, एही लक्षण हांडी माठिया पलमादि देखा जाए नहीं। कुंभार प्रत्येक पदार्थ ठारू संपूर्ण पृथक वा भिन्न होइथाय। एहीपरि चैतन्य पुरुष आत्मांख प्रकाशरे सकल प्रकार शरीर रचना होइथिले मध्य, शरीर रे निवास करुथिले मध्य संपूर्ण भावे पृथक ओ विलक्षण पदार्थ अटंती। देहे देहोस्मिनं पुरुषः परः, भागवत गीता 13 अध्याय 22 पद बोली रे अछि। अर्थात स्वरूप दृष्टि एही आत्मा देहरे रहुथिले मध्य देहरु संबद्ध रहित पद्म पत्र स्थित जलबुंदा परी अलेक ब्रह्म सकल पदार्थर स्रष्टा ओ प्रत्येक स्थान रे परिपूर्ण भावे परिव्याप्त रहिथिले मध्य सूक्ष्मरु अत्यंत सूक्ष्मतम होइथिबार आकाश प्राय कौनसी ठारे लिप्त हुअंती नहीं। ताहांक सत्य स्वरूप अर्थात विशुद्ध घन चैतन्यमय स्वरूप एही लोकमानंकर बा उत्पत्तिशील पदार्थ मानकरे परिलिखित हुए नहीं, किंबा से कालत्रय विद्यमान थिबा निशब्द भुवन रे कौनसी उत्पत्ति बा विनाशशील विकारभूत पदार्थ नहीं थाए। तेणु सही स्थान को निर्विकार निगम भुवन बोला जाए। अति अगोचर पंथा निगम ब्रह्मदेवता केकली पारु महिमा सागर अगाध हे शून्य अणरूप निर्वेद हे। ताहांक अद्भुत महिमारु उत्पत्ति लाभ करिथिबा दृश्य अदृश्य एही चराचर जगत केवल एक अंश मात्र, आउ तीनी पाद अंश परम व्यमरे अर्थात महाशून्य निशब्द भुवन रे विद्यमान रहिअछि, जहाकु निर्णय करिबा देहधारी पक्षे दुष्कर। त्रिपादे परमे व्यमनि हासीते, अर्थात तीनी अंश सहित तांकर निवास परम ब्रह्मरे विद्यमान रहिअछि। ए विषय रे श्रीकृष्ण उपदेश माध्यम रे विश्वरूप दर्शन देई अर्जुन को कहिछंती, यथा विशिष्ट हमिदं कृष्णं एकं केशेनं स्थितो जगतः, अर्थात मु निजे मोर कौनसी एक अंशरे एक समग्र जगत को व्याप्त करी स्थित अछि, अथवा अनंत ब्रह्मांड मोर कौनसी एक अंशरे स्थित लाभ करिछि बोली तुमे जान। अलेख ब्रह्मंक संकल्प प्रस्तुत अनंत ब्रह्म शून्य जे पर्यंत व्यापी रही अछि, से पर्यंत ताहांक आभास चैतन्य बा ब्रह्ममय पदार्थ सर्वत्र परिव्याप्त होई रहिथिबारु ताहा मध्यरे सकल पदार्थ स्थित लाभ करिअछि। काहींकि ना चैतन्य संचार न रहिले जेपरि पिंड गुड़िक क्रियाशून्य होई पतन हेबार देखा जाए, सेहीपरि ब्रह्ममय पदार्थ संसार न रहिले कौनसी ब्रह्मांड क्रियाशील होई परिबो नाही। नवलक्ष नक्षत्र सूर्य को केंद्र करी रहिथिबा बेले सकल जगत केही गोटिए हेले स्थिर अचल नुहंती। किए निज कक्ष को, किए नक्षत्र सूर्य कक्ष को अनुसरण करी आवर्तित और परिक्रमित हेउछि। सेथि जोगु
କାଳାନ୍ତରେ କଳ୍ପ ଶେଷରେ ସକଳ ପଦାର୍ଥର ବିନାଶତା ହୋଇଥାଏ। କେବଳ ଅଲେଖ ବ୍ରହ୍ମ ହିଁ ସ୍ଥିର ଅଚଳ ଅଖଣ୍ଡ ସ୍ୱରୂପ ଏକ ଏବଂ ଅଦ୍ୱିତୀୟ ଅଟନ୍ତି। ସେ କୌଣସି ଉତ୍ପତ୍ତିଶୀଳ ପଦାର୍ଥକୁ ସ୍ଥିର କରି ରଖିନାହାନ୍ତି। କେହି ତାଙ୍କ କୌଣସି କାଳରେ କ୍ଷୟ କିମ୍ବା ବୃଦ୍ଧି ଘଟେ ନାହିଁ। ଭୌତିକ ବୈଜ୍ଞାନିକ ମାନଙ୍କ ଗବେଷଣାପୂର୍ଣ୍ଣ ତଥ୍ୟ ଅନୁସାରେ ଆମ୍ଭେମାନେ ଭାବୁଥାଉ କୌଣସି ଏକ ପ୍ରକାର ମହାକର୍ଷଣ ଶକ୍ତି ବଳରେ ସକଳ ଗ୍ରହ ଉପଗ୍ରହ ନକ୍ଷତ୍ରାଦି ଆଧାରିତ ହୋଇ ଯେ ଯାହାର ନିୟମରେ ଶୂନ୍ୟମଣ୍ଡଳରେ ବୁଲୁଛନ୍ତି। ହଁ, ଏହା ମଧ୍ୟ କଦାପି ମିଥ୍ୟା ବାକ୍ୟ ନୁହେଁ। ହେଲେ ସେହି ମହାନ ଆକର୍ଷଣ ଶକ୍ତି କ'ଣ? ତାହାର ସ୍ୱରୂପ କିପରି? ଉତ୍ତମ ରୂପେ ବିବେଚନ କଲେ ଯାଇ ଯଥାଯଥ ଗୂଢ଼ ରହସ୍ୟର ଉନ୍ମୋଚିତ ହୋଇପାରିବ। ଏ ବିଷୟରେ ବେଦାନ୍ତ ଦର୍ଶନ କହେ ସମାକର୍ଷାତ୍। ଉତ୍ତମ ପ୍ରକାର ଆକର୍ଷଣ ରହିବାରୁ ମଧ୍ୟ ବ୍ରହ୍ମ ଚରାଚର ଜଗତର ଏକମାତ୍ର କାରଣ ବୋଲି ସିଦ୍ଧ ହେଉଅଛି। ଅର୍ଥାତ୍ ସେ ଚରାଚର ଜଗତକୁ ଏକ ଅଦ୍ଭୁତ ସୂତ୍ରରେ ନିୟମରେ ଗ୍ରନ୍ଥନ କରି ରଖିଛନ୍ତି ବା ଧାରଣ କରିଅଛନ୍ତି। ମୋଟ ଉପରେ କହିବାକୁ ଗଲେ ଏକ ଚୈତନ୍ୟମୟ ପଦାର୍ଥ ମଧ୍ୟରେ ସଚରାଚର ଜଗତ ଅସ୍ତିତ୍ୱ ଲାଭ କରିଅଛି। ଏଥିଯୋଗୁଁ କୁହାଯାଇଛି ତାଙ୍କରି ଗର୍ଭ ମଧ୍ୟରେ ଅଶେଷ ବ୍ରହ୍ମାଣ୍ଡ ସୂତ୍ରେ ପଦ ଗୁନ୍ଥା କରି ହୋଇଅଛି ରୁଣ୍ଡ। ବ୍ରହ୍ମାଣ୍ଡ ପୁରାଣ। କଣ୍ଢେଇ ଥିଏଟର ଦେଖିଥିବା ଶୁଷ୍କ ଚେତାବିହୀନ କଣ୍ଢେଇ ଗୁଡ଼ିକ ଅଦ୍ଭୁତ ଭାବରେ ଅଭିନୟ କରୁଥିବା ଦେଖି ଆମକୁ ବଡ଼ ଆଶ୍ଚର୍ଯ୍ୟ ଲାଗେ। ହେଲେ ମଧ୍ୟ ସେମାନଙ୍କର ଜଣେ ନିୟନ୍ତ୍ରଣକର୍ତ୍ତା ଅଛି। କାହିଁକି ନା ବିନା କର୍ତ୍ତାରେ କୌଣସି ପ୍ରକାରର କ୍ରିୟା ସମ୍ପନ୍ନ ହେବା ସମ୍ଭବ ନୁହେଁ। ଯାହାର ସୂତ୍ରଚାଳନା ଶୈଳୀରେ ନିର୍ଜୀବ କଣ୍ଢେଇ ଗୁଡ଼ିକ ସଜୀବ ପ୍ରାଣୀ ପରି ଅଭିନୟ କରିପାରନ୍ତି, କିନ୍ତୁ କେଉଁ ପ୍ରକାରର ସୂତ୍ରଚାଳନା ହୋଇଥାଏ ତାହାର ଦୂରରେ ରହିଥିବା କୌଣସି ଦର୍ଶକ ଦେଖିପାରନ୍ତି ନାହିଁ କି ଜାଣିପାରନ୍ତି ନାହିଁ। ଆଉ ସୂତା କଟିଗଲେ କଣ୍ଢେଇର ନିର୍ମ ପତନ ହେବା ଦେଖାଯାଏ। ଯିଏ ସୂତ୍ର ଚାଳନା କରୁଥାଏ ସେ ଅଦୃଶ୍ୟରେ ମଞ୍ଚ ଉପରି ଭାଗରେ ବିଦ୍ୟମାନ ରହିଥାଏ। ତେଣୁ ତାକୁ ବାହାର ବ୍ୟକ୍ତିମାନେ ଦେଖିପାରନ୍ତି ନାହିଁ। ସେ ପ୍ରତ୍ୟେକ କଣ୍ଢେଇ ସହ ସଂଯୋଗ ଥିବା ସୂତ୍ରକୁ ଆପେ ହିଁ ଧାରଣ କରିଥାଏ। ସୂତ୍ର ଗୁଡ଼ିକ ଅତି ସୂକ୍ଷ୍ମ ସରୁ ହୋଇଥିବାରୁ ଚକ୍ଷୁ ଗୋଚରକୁ ଆସେ ନାହିଁ। ଆଉ ମଧ୍ୟ ସୂତ୍ର ଗୁଡ଼ିକର ରଙ୍ଗ କଳା ଓ ପାଶ୍ଚାତ୍ ଭାଗରେ ଥିବା ପଦାର୍ଥର ରଙ୍ଗ କଳା ହୋଇଥିବାରୁ ସେଥିରେ ଥିବା ପାର୍ଥକ୍ୟତା ଜଣାପଡ଼େ ନାହିଁ। ଫଳରେ ସେଗୁଡ଼ିକ ଅଦ୍ଭୁତ ଭାବରେ ଅଭିନୟ କଲା ପରି ବୋଧ ହୋଇଥାଏ। ସେହିପରି ଶୂନ୍ୟ ମଣ୍ଡଳରେ ଲକ୍ଷ ଲକ୍ଷ ଗ୍ରହ ନକ୍ଷତ୍ରାଦି ଝୁଲିଲା ପରି ବା ଘୂରି ବୁଲିବା ପରି ପରିଭ୍ରମଣ ଓ ପରିକ୍ରମଣ କରୁଥିଲେ ମଧ୍ୟ ସେମାନଙ୍କଠାରେ ସଂଯୋଗ ଥିବା ସୂତ୍ରକୁ ଆମ୍ଭେମାନେ ଦୂରରେ ଥିବାରୁ ଦେଖିପାରେ ନାହିଁ। ଏହାର କାରଣ ଅନନ୍ତ ଶୂନ୍ୟର ବ୍ୟାପୀ ରହିଥିବା ବିଶାଳ ଅଖଣ୍ଡକାର ଅଜ୍ଞାନ ବିକ୍ଷେପ ରୂପ ପରଦାରେ ସୂକ୍ଷ୍ମାତି ସୂକ୍ଷ୍ମ ବ୍ରହ୍ମ ଚୈତନ୍ୟଙ୍କ ସଞ୍ଚାର ସ୍ୱରୂପ ସୂତ୍ରକୁ ଅଜ୍ଞାନର ଆବର ରୂପ କଳା ରଙ୍ଗ ଦ୍ୱାରା ଆବୃତ ହୋଇଥିବାରୁ ଉଭୟ ମଧ୍ୟରେ ଥିବା ପାର୍ଥକ୍ୟତା ଉପଲବ୍ଧି ହୋଇପାରେ ନାହିଁ। ତେଣୁ ସେହି ଚୈତନ୍ୟ ସଞ୍ଚାର ସୂତ୍ରକୁ କେହି ହେଲେ ଦେଖିପାରନ୍ତି ନାହିଁ କି କ'ଣ ବୋଲି ଅନୁମାନ କରିପାରନ୍ତି ନାହିଁ। କେବଳ ଶୂନ୍ୟମଣ୍ଡଳରେ ଭାସମାନ ଥିବା ଝୁଲି ରହିଥିବା ପରି ଭାବନା କରିଥାନ୍ତି। ଯେଉଁ ବିବେକବାନ ପୁରୁଷ ସଂସାରିକ ଭୋଗ ପଦାର୍ଥକୁ ହେ ଜ୍ଞାନ କରି ଆତ୍ମଜ୍ଞାନ ଅର୍ଜନରେ ପରାପର ରହିଥାନ୍ତି, ସେମାନଙ୍କର ସେତେବେଳେ ପୂର୍ଣ୍ଣ ଜ୍ଞାନ ପ୍ରାପ୍ତି ହୋଇଥାଏ ଓ ଆତ୍ମାର ଅଟଳ ସ୍ଥିତି ଅବଲମ୍ବନ ହୋଇଥାଏ। ସେତେବେଳେ ଚିତ୍ତବୃତ୍ତି ଏକ ଅଖଣ୍ଡକାର ବ୍ରହ୍ମମୟ ପଦାର୍ଥ ମଧ୍ୟରେ ତଲ୍ଲୀନ ହୋଇଯାଏ।
ସେହି ସମୟରେ ସେ ସୂତ୍ର ସ୍ୱରୂପ ସଂସାର ହୋଇଥିବା ଚୈତନ୍ୟ ସତ୍ତାକୁ ଅନୁଭବ କରିଥାନ୍ତି। ସେହି ଜାଗ୍ରତ ଅନୁଭୂତି ଶୂନ୍ୟ ଅବସ୍ଥାରେ କଣ୍ଢେଇ ନାଚିବା, କଳା ପରଦା, ରଙ୍ଗମଞ୍ଚ ଆଦି ବାହ୍ୟ ଅନୁଭୂତି ଗୁଡ଼ିକ ଅନ୍ତର୍ହିତ ହୋଇଯାଏ। ଏହି ପ୍ରକାର ଚରାଚର ଜଗତକୁ ରଙ୍ଗମଞ୍ଚର ଯିଏ ପ୍ରକାଶକ, ସୂତ୍ରଧାରକ ଅର୍ଥାତ୍ ପ୍ରପାଳକ ଓ ସଂହାରକ, ସେ ସୃଷ୍ଟ ପଦାର୍ଥମାନଙ୍କର ଊର୍ଦ୍ଧ୍ୱ ମହାଶୂନ୍ୟ ନିଃଶବ୍ଦ ଭୁବନରେ ବିଦ୍ୟମାନ ରହିଅଛନ୍ତି। ଯେଉଁମାନଙ୍କର ଐକାନ୍ତିକ ଭକ୍ତି ଓ ନିଷ୍ଠାର ଆତ୍ମଜ୍ଞାନ ପ୍ରାପ୍ତ ହୋଇଥାଏ, ସେମାନେ ବ୍ରହ୍ମଙ୍କର ନିକଟତମ ହୋଇଥାନ୍ତି ଓ ତାହାଙ୍କ ଆଶୀର୍ବାଦରେ ଦିବ୍ୟ ଦୃଷ୍ଟି ଜ୍ଞାନଚକ୍ଷୁ ଲାଭ କରି ଏହି ପ୍ରକାର ଭାବୁକ ସମ୍ପୂର୍ଣ୍ଣ ଭାବେ ଅନୁଭବ କରିଥାନ୍ତି। ସ୍ଥୂଳ ସୃଷ୍ଟିରେ ମନ, ବୁଦ୍ଧି ଆଦି ବା ଇନ୍ଦ୍ରିୟ ଆଦି ଗୋଚରରେ ତାହା ଅନେକ ପ୍ରକାର ବିକଳ୍ପ ଭେଦ ବା ଭ୍ରମ, ବା ଇନ୍ଦ୍ରିୟ ଗୋଚରରେ ତାହା ଅନେକ ପ୍ରକାର ବିକଳ୍ପ ଭାବନାରେ ଚାଞ୍ଚଲ୍ୟକର କରିପାରେ। ଏଥିଯୋଗୁଁ ଅଳ୍ପ ବୁଦ୍ଧି ମନୁଷ୍ୟମାନେ ଚରାଚର ଜଗତକୁ କୌଣସି ଏକ ଅଂଶରେ ବ୍ୟାପୀ ରହିଥିବା ଅଖଣ୍ଡ ଚୈତନ୍ୟ ସତ୍ତାକୁ ଅନୁମାନ କରିପାରନ୍ତି ନାହିଁ କି କ'ଣ ବୋଲି ବିଚାର କରିପାରନ୍ତି ନାହିଁ। ତେଣୁ ସ୍ଥୂଳ ଦୃଷ୍ଟିରେ ଦେଖାଯାଉଥିବା ପ୍ରପଞ୍ଚମୟ ଜଗତକୁ ସତ୍ୟ ପ୍ରାୟ ମନେ କରିଥାନ୍ତି ଓ ବହୁ ପ୍ରକାର ଚିନ୍ତାର ଆଶ୍ରୟ ନେଇଥାନ୍ତି। ଏହି ବିଷୟରେ ଭୀମ ଭୋଇ ପ୍ରକାଶ କରିଅଛନ୍ତି। ତତ୍ତ୍ୱକୁ ନ ପାଇ ସତ୍ୟରେ ନ ଥାଇ ନ ଯାଇ ପାରନ୍ତି ତରି, ମାୟା ମୋହେ ପଡ଼ି ପ୍ରକୃତିରେ ଜଳି ଆତ୍ମା ହେଉଥାଇ ଘାରି। ତତ୍ତ୍ୱକୁ ନ ପାଇ ସତ୍ୟରେ ନ ଥାଇ ନ ଯାଇ ପାରନ୍ତି ତରି, ମାୟା ମୋହେ ପଡ଼ି ପ୍ରକୃତିରେ ଜଳି, ମାୟା ମୋହେ ପଡ଼ି ପ୍ରକୃତିରେ ଜଳି ଆତ୍ମା ହେଉଥାଇ ଘାରି। ପଢ଼ାକ ପଣ୍ଡିତ ହୋଇ ଜ୍ଞାନବନ୍ତ ବ୍ରହ୍ମକୁ ଚିହ୍ନି ନ ପାରି, ପଢ଼ାକ ପଣ୍ଡିତ ହୋଇ ଜ୍ଞାନବନ୍ତ ବ୍ରହ୍ମକୁ ଚିହ୍ନି ନ ପାରି, ସେହି ଲୋକମାନେ ଚିତ୍ତଭ୍ରମ ହୁଅନ୍ତି, ସେହି ଲୋକମାନେ ଚିତ୍ତଭ୍ରମ ହୁଅନ୍ତି, ବ୍ୟର୍ଥେ ଯାଆନ୍ତି ମରି, ବ୍ୟର୍ଥେ ଯାଆନ୍ତି ମରି। ଅନାଦି ବ୍ରହ୍ମଣ ରୂପ ହରି ସକଳ ଘଟେ ବିଜୟ କରି, ଅନାଦି ବ୍ରହ୍ମଣ ରୂପ ହରି ସକଳ ଘଟେ ବିଜୟ କରି। ଭଜନମାଳା। ମହାବ୍ରହ୍ମ ମହିମା ଅଲେଖ, ଅଲେଖ ପ୍ରଭୁ ମହିମା ଅଲେଖ।